विद्यार्थीଙ୍କ ପାଇଁ ସାଧାରଣ ଜ୍ଞାନ ପ୍ରସ୍ତୁତି ବିଚାରକ୍ରାନ୍ତି ଦୂତ ଓଡ଼ିଆ ଗାୟତ୍ରୀ ପରିବାର। ଓଡ଼ିଆ ବର୍ଣ୍ଣ ସମ୍ବନ୍ଧୀୟ କିଛି ତଥ୍ୟ। ଓଡ଼ିଆ ଭାଷାରେ କେତୋଟି ବର୍ଣ୍ଣ ଅଛି? 49ଟି। ସେଗୁଡ଼ିକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି? 2 ଭାଗରେ। ସେଗୁଡ଼ିକର ନାମ କ'ଣ କ'ଣ? ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ କାହାକୁ କୁହାଯାଏ? ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣକୁ। ସେଗୁଡ଼ିକ କେତୋଟି ଓ କ'ଣ କ'ଣ? 11ଟି। ଅ, ଆ, ଇ, ଦୀର୍ଘଇ, ହର୍ଷଉ, ଦୀର୍ଘଉ, ଋ, ଏ, ଐ, ଓ, ଔ। ବ୍ୟଞ୍ଜନ ବର୍ଣ୍ଣ କାହାକୁ କୁହାଯାଏ? ଯେଉଁ ବର୍ଣ୍ଣ ସ୍ୱରବର୍ଣ୍ଣ ବିନା ଉଚ୍ଚାରିତ ହୋଇପାରିନଥାଏ। ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା କେତୋଟି? 38ଟି। ବ୍ୟଞ୍ଜନ ବର୍ଣ୍ଣକୁ କେତେ ଭାଗରେ ବିଭକ୍ତ କରାଯାଇଛି? ବର୍ଗୀୟ ବର୍ଣ୍ଣ ଓ ଅବର୍ଗୀୟ ବର୍ଣ୍ଣ। ବର୍ଗୀୟ ବର୍ଣ୍ଣ କେତୋଟି? 25ଟି। ଅବର୍ଗୀୟ ବର୍ଣ୍ଣ କେତୋଟି? 13ଟି। ଧନ୍ୟବାଦ।